ଦିନେ ତାଙ୍କ ବାପା ଏହି ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିଲେ। ଆଉ ଏବେ ପୁଅ ମଧ୍ୟ ସେହି ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଛନ୍ତି। ଶିକ୍ଷକତା ଜୀବନରେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସେ ନିଜକୁ ସମର୍ପି ଦେଇଥିଲେ। ଆଉ ଆଜି ଯେତେବେଳେ ସେ ଚାକିରିରୁ ଅବସର ନେଇଛନ୍ତି, ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସାନକିରାଶିରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶଶାଙ୍କ ଭୂଷଣ ମହାକୁଡ଼ଙ୍କ କଥା। ନିଜର କର୍ତ୍ତବ୍ୟପରାୟଣତା ପାଇଁ ଆଜି ତାଙ୍କର ଅବସର ଦିବସରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ସେଇଥିପାଇଁ ତ ତାଙ୍କ ପାଇଁ ଆୟୋଜିତ ହୋଇଛି ଏଭଳି ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା। ଅବସର ଦିବସରେ ବିଦ୍ୟାଳୟ ସମ୍ମୁଖରେ ସାରଙ୍କ ଗୋଡ଼ ଧୋଇ ଫୁଲମାଳ ପିନ୍ଧାଇ ଦେଇଥିଲେ ଛାତ୍ରଛାତ୍ରୀ। ପରେ ବିଦ୍ୟାଳୟ ଶିକ୍ଷା କମିଟିର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ମହାକୁଡ଼ ସାରଙ୍କ ଶିକ୍ଷକତା ଜୀବନକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ସମସ୍ତେ। ପରେ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ମହାକୁଡ଼ ସାରଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ ଗ୍ରାମବାସୀ ତଥା ସ୍ଥାନୀୟ ଲୋକେ ଓ ଶିକ୍ଷକ ବନ୍ଧୁମାନେ।